ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ଯୁବ ଦୋକାନୀକୁ କେତେକ ଅଜଣା ଯୁବକ ଲୁହା ରଡ୍ ଭୁଷି ଗୁରୁତର ଆହତ କରିଛନ୍ତି। ଆହତ ଯୁବକ ଗୋଟେ ଛୋଟେଲାଲ ଭଦେରିଆ ବୋଲି ଜଣାପଡ଼ିଛି। ସେ ମଧ୍ୟପ୍ରଦେଶର ହୋଇଥିବା ବେଳେ ଷ୍ଟେସନରେ ଫୁଡ୍ ଭେଣ୍ଡର କାମ କରୁଥିଲେ। ଗତକାଲି ତାଙ୍କୁ ସରକାରୀ ହସ୍ପିଟାଲ ପରେ ଜେପି ଏବଂ ଆପୋଲୋ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଭଲ ନ ହେବାରୁ ଆଜି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ପଶିଥିବା ମୁନିଆ ରଡ୍ ଏପର୍ଯ୍ୟନ୍ତ ବାହାର କରାଯାଇ ପାରିନାହିଁ। ସୂଚନା ଅନୁଯାୟୀ ରେଳ ଷ୍ଟେସନର ଦ୍ୱିତୀୟ ଗେଟ୍ ନିକଟ ଗୋପବନ୍ଧୁ ପାଲିକୁ ଯାଉଥିବା ରାସ୍ତାରେ ଏହି ଘଟଣା ଘଟିଥିଲା। କିଛି ଅଜଣା ଯୁବକ ହଠାତ୍ ଯୁବକଙ୍କ ଉପରେ ଆକ୍ରମଣ କରି ଲୁହା ରଡ୍ରେ ଭୁଷି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ଯୁବକଙ୍କ ପେଟରେ ଗୁରୁତର ଆହତ ଲାଗିଥିବା ବେଳେ ମୁନିଆ ଲୁହା ରଡ୍ଟି ପେଟ ଭିତରେ ପଶି ଲାଗି ରହିଛି। ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ଏହି ଘଟଣାରେ ପୋଲିସ 2-3 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରି ଚାଲିଛି।